ଆମେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଜଣାଉଛୁ। ଆପଣ ସର୍ବତ ଭାରତୀୟ ସ୍ତରରେ ଆମର ଆଇଏସ୍ ଦିନ ହେଉଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା। ପ୍ରଶାସନିକ ଅଧିକାରୀ ହେବ କେତେ ଖୁସି କେମିତି ରହୁଥିଲା? ଆଜ୍ଞା ପୁରା ଖୁସିର ମାହୋଲ, ଆମ ଗୋପାଳପୁର ପୁରା ଖୁସିର ମାହୋଲ ଏବଂ ଗ୍ରାମାଞ୍ଚଳର ପିଲାଟେ ଯାଇ ଆମ ଭାରତୀୟ ସର୍ବଭାରତୀୟ ପରୀକ୍ଷା ଏଇ ଯେଉଁ UPSC କ୍ୱାଲିଫାଏ ହେଇଛି, ଆମମାନଙ୍କର ସେବା ଲୋକମାନଙ୍କର ସେବା କରିବ। ମାନବର ସେବା ମାଧବର ସେବା ଅଟେ। ଲୋକମାନଙ୍କ ସେବା କରିପାରିଲେ ହିଁ ଆମେ ଭଗବାନଙ୍କର ଆଶୀଷ ପାଇବା ଏବଂ ଆଗାମୀ ଦିନରେ ଗୋଟେ ଭଲ ମଣିଷ ହେଇପାରିବା। ଆପଣଙ୍କ ପୁଅ ପାଇଁ ଖାଲି ନୁହେଁ, ସମାଜ ପାଇଁ କ'ଣ କହିବେ ଯେ ସମସ୍ତଙ୍କର ଗ୍ରାମାଞ୍ଚଳର ଗୋଟେ ପିଲା ସରକାରୀ ସ୍କୁଲରୁ ଯାଇଛି, ତାକୁ ନେଇକି କ'ଣ କହିବେ ଯେ ମାନସିକତା ରହିଛି ଯେ ପ୍ରାଇଭେଟ୍ ସ୍କୁଲରେ ପଢ଼ାଇବା, ଭଲ ସ୍କୁଲରେ ପଢ଼ାଇବା, କିନ୍ତୁ ସେଇ ଗାଁରୁ ସେଇ ପ୍ରାୟ ସରକାରୀ ସ୍କୁଲରୁ ପିଲାଟି ଯାଇକି ଉତ୍ତୀର୍ଣ୍ଣ ହେଇଛି। ଆପଣ ମଧ୍ୟ ଜଣେ ସରକାରୀ ସ୍କୁଲର ଟିଚର, କ'ଣ କହିବେ ଲୋକମାନଙ୍କୁ ସନ୍ଦେଶ କ'ଣ ଦେବେ? ସରକାରୀ ସ୍କୁଲରେ ଆଜ୍ଞା ପାଠପଢ଼ା ବହୁତ ଭଲ ଏବଂ ପିଲାର କର୍ମ କର୍ତ୍ତବ୍ୟ ସବୁ ଯଦି ରହିବ, ପିଲା ଆଗାମୀ ଦିନରେ କୃତକାର୍ଯ୍ୟ ହୋଇପାରିବ। ପ୍ରାଇଭେଟ୍ ସ୍କୁଲ ଜମା ଯିବା ଦରକାର ନାହିଁ, ପିଲାକୁ ଛାଡ଼ିବା କଥା ନୁହେଁ। ସରକାରୀ ସ୍କୁଲରେ ଆମ ପୁଅଟି ଯେଉଁ ପଢ଼ିଛି ପ୍ରଥମରୁ ଦଶମ ଯାଏଁ ସରକାରୀ ସ୍କୁଲରେ ପିଲା ଆଚିଭମେଣ୍ଟ କରିଛି ଏବଂ ୟା ପରେ +2 ପଢ଼ିଛି ଆମର ନୟାଗଡ଼ ଅଟୋନମସ୍ କଲେଜରେ, ସବୁ ଗଭର୍ଣ୍ଣମେଣ୍ଟ କଲେଜରେ ଆଜ୍ଞା। ଦେନ୍ ତାପରେ +2 ସାଇନ୍ସ ସରିଲା ପରେ ଆମର ଆଇଜର କଲିକତାରେ, ସେ ବି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର, ସେଠି ବି ପାସ୍ କରିଛି। ତେଣୁ ମୋର ଏତିକି ବାର୍ତ୍ତା ଯେ ସରକାରୀ ସ୍କୁଲ ବହୁତ ଭଲ, ଯଦି ପିଲାର କର୍ତ୍ତବ୍ୟ ରହିବ, ପରିବାରର ପରିବେଶ ରହିବ, ପିଲା ପ୍ରତି ସମର୍ଥନ ରହିବ, ଯେ ପିଲା ଯେ ଗ୍ରାମାଞ୍ଚଳର ପିଲାମାନେ ଯାଇକି ଉପରିସ୍ଥ ଅଧିକାରୀରେ ଅବସ୍ଥାପନ କରିପାରିବେ। କେମିତି ରହିଥିଲା ପୁଅକୁ ସହଜ କ'ଣ ପ୍ରେରଣା ଦେଇଥିଲେ କିପରି? ସବୁବେଳେ ତ ଆମେ ତାକୁ କହୁ ମନେ ଦେଇକି ଟିକେ ପଢ଼ିବୁ, ଆଉ ସବୁବେଳେ ଆମେ ତାଙ୍କୁ ସମୟାନୁବର୍ତ୍ତିତ ହେବାକୁ କହିବୁ, ଡିସିପ୍ଲିନ୍ ରକ୍ଷା କରିବାକୁ କହିବୁ। ଆଉ ସିଏ ବି ପିଲାଦିନୁ ସବୁବେଳେ ମନ ଦେଇକି ପଢ଼େ, ତା'ର ମନ ରହେ ଭଲ। ଆଉ ତା'ର ତ ସେ ସଫଳତାର ଶ୍ରେୟ ହେଉଛନ୍ତି ପ୍ରଥମେ ମୁଁ ଦେବି ଈଶ୍ୱରଙ୍କର ଆଶୀର୍ବାଦ, ତାପରେ ପିତା ମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ, ବନ୍ଧୁବାନ୍ଧବ, ଆଉ ତାପରେ ତା'ର କଠିନ ପରିଶ୍ରମ। ସେ କଠିନ ପରିଶ୍ରମ ଯୋଗୁଁ ସେ ଆଜି ଏଇଥିରେ ପହଞ୍ଚି ପାରିଛି। ତା ସହିତ ସମସ୍ତଙ୍କର ଗୃହିଣୀ ହିସାବରେ ଆପଣ ସବୁ ମାଆମାନଙ୍କୁ କ'ଣ ଦେବେ, ସନ୍ଦେଶ ଦେବେ ଆପଣଙ୍କ ପୁଅର ଯେଉଁ ଯାତ୍ରାକୁ ନେଇକି? ସମସ୍ତ ମାଆମାନଙ୍କୁ କ'ଣ ଦେବେ? ଆଜିକାଲି ଯେମିତି ଯୁବପିଢ଼ିମାନେ ପଥଭ୍ରଷ୍ଟ ହେଉଛନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟରେ ଲିପ୍ତ ରହୁଛନ୍ତି, କିନ୍ତୁ ସେଭଳି ନ ହେଇ ଆପଣଙ୍କ ପିଲା ଜଣେ ଆଜି ଏତେ ଉଚ୍ଚ ସ୍ଥାନରେ ପହଞ୍ଚିଲା, ତ ଆପଣ ଗୋଟେ ଗୃହିଣୀ ହିସାବରେ ସବୁ ମାଆମାନଙ୍କୁ ବା ସମସ୍ତ ସମାଜକୁ କ'ଣ ଦିଗ୍ଦର୍ଶନ ଦେବେ? ମୁଁ ତ କହିବି ଯେ ଗୃହିଣୀ ହିସାବରେ ଘରର କାମ କରିବା ଉଚିତ, ତଥାପି ସେଇ ଭିତରେ ସମୟ କାଢ଼ିକି ପିଲାମାନଙ୍କ ପ୍ରତି କନସିୟସ୍ ହେବା ଦରକାର। ସେମାନେ ପାଠ ପଢ଼ୁଛନ୍ତି ସବୁବେଳେ ତାଙ୍କର ତଦାରଖ କରିବା, ଆଉ ସେମାନଙ୍କୁ ପ୍ରେରଣା ଦେବା, ଆଉ ଶିକ୍ଷକମାନେ ଶିକ୍ଷୟିତ୍ରୀମାନଙ୍କର ପଢ଼ା ପ୍ରତି ଟିକେ ଦୃଷ୍ଟି ଦେବେ, ଆଉ ପିଲାଙ୍କୁ ସବୁବେଳେ ଟିକେ ଜଗିବେ। ଆଉ ନ ଜଗିଲେ ପିଲାମାନଙ୍କର ପଥଭ୍ରଷ୍ଟ ହୋଇପାରିବେ। ତେଣୁ ସବୁ ଗୃହିଣୀମାନଙ୍କୁ ମୋର ଏଇଟା ଅନୁରୋଧ, ସମସ୍ତେ କନସିୟସ୍ ହେବ, ପିଲାଙ୍କୁ ପଢ଼ାରେ ମନ ଦିଅ। से जो UPSC सिविल सर्विस एग्जाम क्रैक कर बहुत प्राउड फील होची। एटा केवल तांका हार्डवर्क रो अचीवमेंट एंड बाकी पिला भी आठू बहुत इंस्पायर हो पारे। तांको स्वभाव बहुत ही साइलेंट थिला एवं समस्त सहित मिसिकी रहिबा, तांकर कथाबार्ता बहुत भल एवं से सेकेंड अटेम्प्ट रे पाइछंदी एवं फर्स्ट अटेम्प्ट रे जेहेतु न होइथिला समस्ते बहुत इंस्पायर भी करथिले। एटा तांकर बहुत बड़ा अचीवमेंट। ठाकुर पर कोन आशीर्वाद मागिबे आपनको पुओ हिसाब हो बा संतान हिसाब कोन कहबे? से आगु को आहुरी डेवलप होंतु एंड बहुत प्रमोशंस हो, एटा ही चाहिए। थैंक यू। क्षेत्र में समाज सेवा करके आसिଛନ୍ତି କେତେ ଖୁସି କ'ଣ ହେଇଥିଲା ଆପଣଙ୍କର ସହଯୋଗ? एक्चुअली मो से सान भाई हम जे साईरमण पात्र आउ से पिलाटी दिन बहुत भल पढ़े आ बहुत परिश्रम भी करे आज से बहुत भल रिजल्ट देखी UPSC मेरिट लिस्ट ना भी आसवा बहुत बड़ कथा। तो आज आम बहुत खुशी होचु आगामी दिन भी से लोक मान सेवार निजक प्रदान कर, तो आम ग्रामवासी आम सांग मैंने समस्त बहुत खुशी होचु। मुझे डाक्तर नवकिशोर महापात्र, रिटायर्ड होमियोपैथी मेडिकल ऑफिसर आम गाँव। हाँ, आज गोटे शुभ दिन आज्ञा, जस्ट यहाँ मुझे शुणा पाइली गत काली जे आमर पिलाटी आमर IAS पाई रियली जोड़ा बहुत खुशी लगिला।
ଏଥିକାଲ ବେସିସ୍ କହିବାକୁ ଯାଇ କରୁନି କିନ୍ତୁ ଯେତିକି ମୋର ଜୀବନର ଅଭିଜ୍ଞତା ଯେତିକି ଜାଣିଛି ଜ୍ଞାନ ଏବଂ ଧନ ଆମ ପାଖରେ ଯେତିକି କିଛି ଅଛି ଆମେ ତାକୁ ହିଁ କାମରେ ଲଗାଇବା ସେବା ମାନେ ସମାଜ ସେବାରେ ଲଗାଇବା ତାହେଲେ ଆମେ ସେଥିରୁ ଆନନ୍ଦ ମିଳିବ ଖୁସି ମିଳିବ ଯେଉଁଟା ସମସ୍ତଙ୍କ ଲକ୍ଷ୍ୟ ଆଜ୍ଞା ଆମେ ଯାହା କିଛି କରୁଛେ ଜଷ୍ଟ ଏ ଆନନ୍ଦ ଆଉ ଖୁସି ପାଇଁ କିନ୍ତୁ ଯଦି ଆମେ କିଛି ବାଣ୍ଟିବା ଆମେ ସେଇଟା ବହୁତ କିଛି ଆସିବ ଏଇଟା ତେଣୁ ସେଇଥିପାଇଁ ମୁଁ କହୁଛି ଯେହେତୁ ସର୍ଭିସ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍ ସେବା એટલે ବହୁତ ବଡ଼ ଜିନିଷଟେ ବହୁତ ବଡ଼ ପଦବୀ ସେ ଯାଇଛନ୍ତି ତେଣୁ ଏଇଠି ଯେ ଯଦି ସେ ପ୍ରକୃତ ସେବା ଦେଇପାରିବ ଆମର ସମାଜକୁ ସେଇଥିରେ ତା'ର ଲକ୍ଷ୍ୟ ପୂରଣ ହୋଇଗଲା।